ବର୍ଷା ଛାଡ଼ିଲା ପରେ ଯାହା ବ୍ୟବସ୍ଥା କରାଯିବ ତ ସରକାର ତରଫରୁ କରାଯିବ। ଯେଉଁ ଧାନ ନଷ୍ଟ ହୋଇଛି ତାକୁ ମଧ୍ୟ ତଦାରଖ କରାଯିବ। ଯାହା କ୍ଷତିପୂରଣ ହୋଇଥିବ ସରକାର ଚିନ୍ତା କରିବେ କ'ଣ କେମିତି ତାକୁ ଭରଣା କରିବେ। ଏବଂ ଯେଉଁ ଧାନ ଶୁଖିଲା ପରେ ଖରା ଦେଲା ପରେ ଶୁଖିଲା ପରେ ପୁଣି ଧାନ ମଣ୍ଡିକି ଆସିବ, ମଣ୍ଡି ଚାଲିବ। ଶୁଖିବ, ଖରା ଦେଲେ ଶୁଖିଯିବ, ଶୁଖିଲା ପରେ ତାକୁ ଗ୍ରହଣ କରାଯିବ। ମଣ୍ଡି ତ ଏଇନା ଖୋଲା ଅଛି, ଜାନୁଆରୀ ଲାଷ୍ଟ ଫେବୃଆରୀ ପର୍ଯ୍ୟନ୍ତ ଖୋଲାଯିବ, କିଛି ଅସୁବିଧା ନାହିଁ। ଧାନ 2-4ଟା ଖରା ହେଲେ ଶୁଖିଯିବ। ପାଲ ତ ସଫିସିଏଣ୍ଟ ପାଲ ଦିଆହେଇଛି। ଯେଉଁଠି ସେଡ଼୍ ଅଛି ସେଡ଼୍ ଥିଲେ ବି ପାଲ ଦିଆହେଇଛି। ସେଡ଼୍ ନଥିବା ଦ୍ୱାରା ବହୁ ପାଲ ମଧ୍ୟ ଦିଆହେଇଛି। ତେଣୁ ଧାନ ଓଦା ହେବନି ବର୍ଷାରେ, ମଣ୍ଡିରେ ଓଦା ହେବାର ସମ୍ଭାବନା ବହୁତ କମ୍। ସେମିତି ପାଣି ବୋହିକି ଟିକେ ଯଦି କେଉଁଠି ଲାଗିଯାଇଥିବ ଅଲଗା କଥା, ନହେଲେ ସମ୍ଭାବନା ବହୁତ କମ୍। ବିଲରେ ଧାନ ନଷ୍ଟ ହେବ। ଏ ଟିଭିରେ ମୁଁ ଦେଖୁଥିଲି ପାଣି ଜଗତସିଂହପୁର ଆଡ଼େ ବହୁତ ବର୍ଷା ହେଇଛି, ପାଣି ବିଲରେ ହେଇଛି, ସେଇଥିରେ କିଛି ଧାନ ଗଜା ହେଇଯାଇପାରେ। ଯଦି ଆଜିଠୁ କ'ଣ ଟିଭି କହୁଛି ବର୍ଷା କମିଯିବ, ଧୀରେ ଧୀରେ କମିଯିବ, ତାହେଲେ ବି ପାଣି ଶୁଖିଯିବ, ଧାନ ବିଶେଷ ନଷ୍ଟ ହେବନି। ଆଉ ଗଜା ହେବାର ସମ୍ଭାବନା କମ୍ ଯଦି ଆଜି ବର୍ଷା ଛାଡ଼ିଯାଏ।